ଦେଖନ୍ତୁ ଏଇଟା ନିହାତି ଗୋଟେ ଦୁଃଖଦ ଘଟଣା ଘଟିଯାଇଛି। ଗତକାଲି ଆମର ସିଆଇଏସ୍ଏଫ୍ର 5 ଜଣ ଅଫିସର୍ସ ଗୁଲମି ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଆସିଥିଲେ। ତ ଗୋଟେ ସିଆଇଏସ୍ଏଫ୍ ଇନ୍ସପେକ୍ଟର ଯିଏକି ଗାଧେଇଲା ବେଳକୁ ବୁଡ଼ି ଯାଇଛନ୍ତି, ତାଙ୍କର ଖୋଜ ଖବର ଏବେ ପର୍ଯ୍ୟନ୍ତ ମିଳିନାହିଁ। ଏଠି ଆମର ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଛତିଶଗଡ଼ର ମାନେ ତାଙ୍କର ପୋଲିସ ପ୍ଲସ୍ ଓଡ଼ିଶା ପୋଲିସ ସମସ୍ତେ ଆସି ଖୋଜାଖୋଜି ଜାରି ରଖିଛନ୍ତି। ବିଶେଷ କରି ସିଆଇଏସ୍ଏଫ୍ର ଡିଆଇଜି ଯିଏ ଅଛନ୍ତି ସିଏ ଏଠି ଉପସ୍ଥିତ ଅଛନ୍ତି ଏବଂ ନିଜେ ମନିଟରିଂ କରୁଛନ୍ତି ସିଚୁଏସନ୍କୁ। ତଥାପି କୌଣସି ସଫଳତା ବି ମିଳିନାହିଁ। ତାଙ୍କ ଡେଡ୍ ବଡ଼ି ମାନେ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଆଉ ଖବର ମିଳୁଛି ତାଙ୍କର ଯିଏ ଡେଥ୍ କରିଗଲେ ସେ ଜଣେ ଯୁବକ 26 ବର୍ଷର ହରିୟାଣାର, ଏଠି ଜବ୍ କରୁଥିଲେ ସିଆଇଏସ୍ଏଫ୍ରେ ନଗରନାର ଷ୍ଟିଲ୍ ପ୍ଲାଣ୍ଟରେ। ତାଙ୍କର ପରିବାର ମଧ୍ୟ ଖୁବ୍ ଅଳ୍ପ ସମୟ ମଧ୍ୟରେ ଏଠାରେ ପହଞ୍ଚିଯିବେ। ଖବର ଆସୁଛି ସେ ହାଇଦ୍ରାବାଦରୁ ଫ୍ଲାଇଟ୍ ଯୋଗେ ବର୍ତ୍ତମାନ ଜଗଦଲପୁର ଓହ୍ଲାଇ ସାରିଲେଣି। ବର୍ତ୍ତମାନ ଖୋଜାଖୋଜି ଚାଲିଛି, ଗୋଟେ ଦୁଃଖଦ ବିଷୟ।